ଗୋଦାବରୀଶ ମହାପାତ୍ରଙ୍କର ଗଳ୍ପ ଶେଷ ଭକ୍ତ। କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା। ଚଣ୍ଡେଶ୍ୱର ବେଢ଼ାରେ ଲୋକ ସମାଗମର ସୀମା ନାହିଁ। କେତେ ଯୁଗର ସ୍ମୃତି ପରମ୍ପରା ଧରି ସେ ଯାତ୍ରା ଚାଲି ଆସିଛି। ସେ ଅଞ୍ଚଳର ମାନବ କଳ୍ପନାର ସୀମା ପାର ହୋଇ ଯେଉଁଦିନ ସେ ମନ୍ଦିର ଗଗନକୁ ମୁଣ୍ଡ ଟେକି ଉଠିଲା, ସେହି ଅଜ୍ଞାତ ଦିବସରୁ ଏ ଯାତ୍ରା ଚାଲି ଆସିଛି ବୋଲି ଜନଶ୍ରୁତି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜାକଜମକରେ ଯାତ୍ରା ଆରମ୍ଭ ହେଲା। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କଳା ନାଲି ବସନ ପରିହିତା ପଲ୍ଲୀ ରମଣୀର ଘାଙ୍ଗୁଡ଼ି ପାହୁଡ଼ା ଲଗା ପଦଶବ୍ଦରେ ମନ୍ଦିର ପ୍ରାଙ୍ଗଣ ଥରି ଉଠିଲା। ସବୁ ବର୍ଷ ପରି ବଟୁଆ ଖୋସା ମଠା ପିନ୍ଧା ପଲ୍ଲୀବାସୀର ପାନ ଖିଲାଭରା ମୁଖର କଳରୋଳରେ ଗ୍ରାମ ବିଲ ପୁରି ଉଠିଲା। ବିକୃତ ବଙ୍ଗଳା ମିଶା ଓଡ଼ିଆ କୀର୍ତ୍ତନର ତାନ ପୃଥିବୀ ଗଗନକୁ ସଚକିତ କରିଦେଲା। ସବୁ ବର୍ଷ ପରି ନାଟ ତାମସା ଦୋକାନପତ୍ର ବିକା କିଣା ଦେବଦର୍ଶନ ମାଳିପଣ୍ଡାଙ୍କର ଟଣା ଓଟରା ସବୁ ଏକାପରି ଚାଲିଲା। ଏହିପରି ତୀର୍ଥକ୍ଷେତ୍ରର ଅତି ଅଳ୍ପ ଦୂରରେ ପାତ୍ରପଡ଼ାର ଏକ କ୍ଷୁଦ୍ର କୁଟୀର ଭିତରେ ଯାତ୍ରାର ପୂର୍ବଦିନ ଏକ ରକ୍ତାରକ୍ତି ଘଟଣା ଘଟିଗଲା। ଘଟଣାଟା ସଂସାରରେ ନୂଆ ନୁହେଁ, ସବୁବେଳେ ଘଟେ। କେବଳ ଘଟିନଥିଲା ଥରେ, ତ୍ରେତା ଯୁଗରେ ରାମଚନ୍ଦ୍ରଙ୍କ ଅମଳରେ। ସେତେବେଳେ ରାମଚନ୍ଦ୍ର ରାଜ୍ୟ ଛାଡ଼ି ବଣରେ ପଶିଲେ ସିନା ଠେଙ୍ଗା ଧରି ଭାଇର ମୁଣ୍ଡ ଫଟାଇ ଭାଇ ଭାଗ ବାଣ୍ଟିବାକୁ ଚେଷ୍ଟା କରିନଥିଲେ। ତେଣୁ ପାତ୍ରପଡ଼ାର ଘଟଣା ବେଶୀ କିଛି ଗୁରୁତର ଧରଣର ନୁହେଁ। ଭାଇ ଭାଗ ପାଇଁ ତାହା ଏକ କ୍ଷୁଦ୍ର ଗଣ୍ଡଗୋଳ। ସେ ଭିତରେ କରୁଣ ଚିତ୍କାର, ସେ ଭିତରେ ସାନ ଭାଇର କ୍ରୋଧ ମିଶ୍ରିତ ଅସହ୍ୟ ବାକ୍ୟ ବାଣ ସହିତ ବାହୁଯୁକ୍ତ ଠେଙ୍ଗାଘାତରେ ବଡ଼ ଭାଇ ମୁଣ୍ଡରୁ ରକ୍ତପାତ, ଏତିକି ମାତ୍ର ଅଭିନୟ। ଲୋକେ ମଫସଲ ଲୋକେ ନିତ୍ୟ ନୈମିତ୍ତିକ ଭାବରେ ଦୃଶ୍ୟ ଦ୍ୱାପର ଯୁଗର କୁରୁକ୍ଷେତ୍ର ପଡ଼ିଆଠାରୁ ଆରମ୍ଭ କରି ନିଜ ନିଜ ଘର ପର୍ଯ୍ୟନ୍ତ ଦେଖି ଆସୁଥିଲେ ସୁଦ୍ଧା ପାତ୍ରପଡ଼ାର ଏ ରକ୍ତପାତ ସମ୍ବାଦ ପାଇ ଜିଭ କାମୁଡ଼ି କାନରେ ହାତ ଦେଇ ଅଚ୍ୟୁତାନନ୍ଦଙ୍କର ମାଳିକା ଗାଇଲା ପରି କହିଲେ, କଳି ଶେଷ ହେଲା। ଭାଇକି ଭାଇ ଚିହ୍ନିଲା ନାହିଁ, ଆଉ ଧର୍ମ ନାହିଁ। ଧର୍ମ ଅଛି କି ନାହିଁ ସେ କଥା ସାନ ଭାଇ ଗୋପିଆ ବୁଝିଲା ନାହିଁ। ବଡ଼ ଭାଇର ଭାଗ ପାଇବାର ଅଧିକାର ଅଛି କି ନାହିଁ, ଆଉ ସେଇ ସମ୍ପର୍କର ଦରକାର ପଡ଼ିଲେ ତାର ଲଢ଼ିବାକୁ ବଳ ଅଛି କି ନାହିଁ ସେ ଦେଖିନେଲା। ତା ଫଳରେ ବଡ଼ ଭାଇ ରଘୁଆର ରକ୍ତପାତ। ଘରେ କୁରୁକ୍ଷେତ୍ର ଯୁଦ୍ଧ ପାଇଁ କିଛି ନଥିଲା। 2 ବଖରା ଘର, 2ଟି ବଳଦ, 2 ଖଣ୍ଡି 50 ଟଙ୍କାର କରଜ ତମସୁକ, ପେଟକୁ ମୁଠାଏ ପିଠିକି ଖଣ୍ଡେ ଦେଇ ପୋଷିବା ପାଇଁ ବୁଢ଼ୀ ମାଟିଏ। ସନ୍ଧ୍ୟାବେଳେ ଗଣ୍ଡଗୋଳ। ରାତି ପାହିଲେ ଚଣ୍ଡେଶ୍ୱର ବେଢ଼ାରେ ଯାତ୍ରା। ଗୋପିଆକୁ ସେ ରାତିରେ ଆଉ କେହି ଦେଖିଲେ ନାହିଁ। ଯାହାର ମୁଣ୍ଡ ଫାଟିଲା ସେ ରହିଲା ଘରେ, ଆଉ ଯେ ମୁଣ୍ଡ ଫଟେଇଲା ସେ ସୁସ୍ଥ ଶରୀରରେ କୁଆଡ଼େ ଗଲା କେହି ଜାଣିଲେ ନାହିଁ। ମାତ୍ର ବୁଢ଼ୀ ମା କାନ୍ଦିଲା ତାହାରି ପାଇଁ। କହିଲା, ରଘୁଆ, ତୁ କି ଏଡ଼ିକି ନିର୍ଦ୍ଦୟ ହେଲୁ? ଗୋପିଆ ମୋର ଏ ରାତିରେ ଗଲା କୁଆଡ଼େ? ଗାଁରେ ଏଇପରି ଘଟେ। ରଘୁଆ କିଛି ନୂଆ କଥା ଶୁଣିଲା ନାହିଁ। ମୁଣ୍ଡରେ ପୋଡ଼ାକନା କିଛି ଭର୍ତ୍ତି କରିଦେଇ ଭାଇକି ଖୋଜିବା ପାଇଁ ବାହାରି ପଡ଼ିଲା। ଏଣେ ଘରେ ମା ବୁଢ଼ୀଟି ବର୍ଷା ରାତିରେ ବୁଢ଼ୀ ମାଙ୍କଡ଼ି ଡାଳକୁ ଧରି ବସିଲା ପରି ଦାଣ୍ଡ ଦୁଆରେ ଗୋପିଆ ଅପେକ୍ଷାରେ ବସି ରହିଲା। ରକ୍ତପାତ ପରେ ରଘୁଆର ଅଶ୍ରୁପାତ ମଧ୍ୟ ହେଲା। ଯେତିକି ସେ ରାତିରେ ଭାଇକି ଖୋଜି ବୁଲିଲା, ସେତିକି ଭାଇ ଭାଗ କଥା ଭୁଲି ଭାଇ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଲା। ଦେବଦର୍ଶନ କଥା ସେ ମନରେ ସ୍ଥାନ ଦେଲା ନାହିଁ। ବାହୁବଳରେ ବଳିୟାନ ଗୋପିଆ ବେପରୁଆ ବାଲା। ଅନ୍ଧାର ରାତିରେ ଖଣ୍ଡେ ଦୂର ଗଲା ପର୍ଯ୍ୟନ୍ତ ତା ବୁକୁ ଭିତରେ ରାଗ ଶିଖା ଟେକି ଉଠିଥିଲା। ରାତିର ଉଦାରତା, ଗଗନର ବିସ୍ତୀର୍ଣ୍ଣତା, ଜ୍ୟୋତ୍ସ୍ନାର ନିବିଡ଼ତା ଦେଖି ତାର ହୃଦୟର ଉତ୍ତେଜନା ଶାନ୍ତ ହୋଇ ଆସିଲା। ତାପରେ ଘର କଥା ଭାବିଲା। କ୍ରମେ ଭାଇ ମୁଣ୍ଡ କଥା ମନେ ପକାଇଲା। ଶେଷରେ ମୁହଁ ପାଖକୁ ହାତ ପାପୁଲି ନେଇ ନିରୀକ୍ଷଣ କରି ଦେଖିଲା, ସେଥିରେ କିଛି ଚିହ୍ନ ବର୍ଣ୍ଣ ଅଛି କି ନାହିଁ। ତେବେ କ'ଣ ରକ୍ତ? ଠେଙ୍ଗାଧାରର କି ଏକ କଠୋରତା ହାତ ସଙ୍ଗେ ବା ଲୁଚି ରହିଥିଲା? ଭାବି ଭାବି ସେ ଚାଲିଲା। ଯାତ୍ରା ଗହଳରେ ଗୋପିଆ କେତେ ମୁହଁ ଦେଖିଲା, କିଏ କେତେ କଥା ପଚାରିଲେ, ସେ କିନ୍ତୁ କାହା କଥାରେ କିଛି ଜବାବ ଦେଲା ନାହିଁ। କେତେ ବୁଲିବ? ଘରଟାକୁ କନ୍ଦାଇ ଆସିଛି, ଭାଇ ମୁଣ୍ଡରୁ ରକ୍ତ ବୁହାଇ ଆସିଛି। ସେ ସତରେ କାନ୍ଦିବା ଠାରୁ ବେଶୀ କାନ୍ଦ ହେଲା। ସକାଳ ଗଲା, ସୂର୍ଯ୍ୟ ମୁଣ୍ଡ ଉପରେ ହେଲା। କ୍ରମେ ଜନସ୍ରୋତ ଯାତ୍ରାର ବିପରୀତ ମୁଖରେ ଚାଲିଲା। ଦୋକାନପତ୍ର କ୍ରମେ କମି ଆସିଲା। ଜନ କୋଳାହଳ କ୍ରମେ ସନ୍ଧ୍ୟାବେଳର ପକ୍ଷୀ କୋଳାହଳ ଶାନ୍ତ ହେଲା ପରି ଶାନ୍ତ ହୋଇ ଆସିଲା। ନଦିଆ କୀର୍ତ୍ତନର ନିରଳସ କରତାଳ ମାଡ଼ ଆଦୌ ଶୁଭିଲା ନାହିଁ। ଏପରି ଅବସ୍ଥାରେ ଗୋପିଆ କରେ କ'ଣ? ଦେବଦର୍ଶନ?
ସେ ଇଚ୍ଛା ତା'ର ନାହିଁ। ଘରକୁ ଫେରିଯିବାକୁ ମଧ୍ୟ ତା'ର ଇଚ୍ଛା ହେଲା ନାହିଁ। ଏଣେ ତେଣେ ଆଖି ବୁଲାଇଲା। 18 ଦିନ ଯୁଦ୍ଧ ପରେ କୁରୁକ୍ଷେତ୍ର ଯେପରି ଶ୍ରୀହୀନ ହୋଇଥିଲା, 24 ଘଣ୍ଟା ଯାତ୍ରା ଶେଷରେ ମନ୍ଦିର ପ୍ରାନ୍ତର ସେହିପରି ହତଶ୍ରୀ ହୋଇପଡ଼ିଥିଲା। କେବଳ ଯୁଦ୍ଧ ପଡ଼ିଆରେ ଶୃଗାଳ କୁକୁର ବୁଲିଲା ପରି କେତେଜଣ ପଣ୍ଡା ସେବକ ସାଥୀ ଛଡ଼ା ଭକ୍ତଙ୍କ ପଛେ ପଛେ ଶେଷ ଶିକାର ଖୋଜି ବୁଲୁଥିଲେ। ଏତେବେଳକେ ଗୋପିଆର ଆଖି ପଡ଼ିଲା ତା'ର ଭାଇ ଉପରେ। ସେ ହଠାତ୍ ଚମକି ଠିଆ ହେଲା। ଏ କ'ଣ? ଭାଇ ହାତରେ ଠେଙ୍ଗା। ଏହା ଦେଖି ଦୁର୍ବାର କ୍ରୋଧ ଧୀରେ ଧୀରେ ତା ହୃଦୟରେ ମୁଣ୍ଡ ଟେକିଲା। ଚାରିଦିଗକୁ ଚାହିଁଲା। ଠେଙ୍ଗା ଆଖିରେ ପଡ଼ିଲା ନାହିଁ। ହାତକୁ ମୁଠା କରି ବାହୁରେ ବଳ ସଞ୍ଚୟ କରି ସେ ଜାଗ୍ରତ ହେଲା। ରଘୁଆର କିନ୍ତୁ କୌଣସି ଆଡ଼େ ଦୃଷ୍ଟି ନାହିଁ। ସିଧା ସିଧା ସେ ଦେଉଳ ମୁହାଁ ଚାଲିଲା। ଦୁଆରେ ଠେଙ୍ଗାଟା ଥୋଇ ଦେଇ ସେ ଭିତରେ ପଶୁ ନ ପଶୁଣୁ ପଛେ ପଛେ 2-4 ଜଣ ପଣ୍ଡା ମାଳି ତାଙ୍କ ପଛେ ପଛେ ଉଗ୍ର ମୂର୍ତ୍ତି ଗୋପିଆ। ଗମ୍ଭୀରାର ସେଇ ଜଡ଼ିଭୂତ ଅନ୍ଧକାର ଭିତରେ ରଘୁଆ ଆର୍ଦ୍ଦ କଣ୍ଠରେ କହି ଉଠିଲା, ପ୍ରଭୁ ହେ ଅଗତିର ଗତି। ଏହି ସ୍ୱରରେ ଗୋପିଆର ସକଳ କ୍ରୋଧ ଉତ୍ତେଜନା ଅପସାରିତ ହୋଇଗଲା। ଦୁଆରୁ ରଘୁଆର ଠେଙ୍ଗା ଟାଣି ପଛରେ ଛକି ଠିଆ ହୋଇଥିଲା। ମତଲବ ଥିଲା ଅନ୍ୟ ପ୍ରକାର। ଆଉ ଏକ ରକ୍ତପାତର କଳ୍ପନା ମନରେ ଖେଳୁଥିଲା। ସେହିପରି ଜୋଡ଼ ପାଣି ହୋଇ ଦେବଦର୍ଶନ ପରେ ରଘୁଆ ବୁଲି ପଡ଼ି ଦେଖେ ତ ଆଗରେ ଗୋପିଆ। କି କାରଣରୁ ଗୋପିଆ ହାତରୁ ଠେଙ୍ଗାଟା ଖସି ପଡ଼ିଲା। ଚାରିପାଖରେ ଶେଷ ଭକ୍ତ ଦୁହିଁଙ୍କୁ ମାଳି ପଣ୍ଡା ଘେରି ରହି ଡାକୁଥିଲେ, ପ୍ରଭୁ ଚଣ୍ଡେଶ୍ୱର ମଙ୍ଗଳ କରନ୍ତୁ। ସକଳ ମାନ ଅଭିମାନ କ୍ରୋଧ ଉତ୍ତେଜନା ଭେଦ କରି ବଳବାନ ଗୋପିଆ ମୁହଁରୁ ବାହାରି ପଡ଼ିଲା, ଭାଇ। ମୂକ ଦେବତା ପରି ଭାଇ ଖାଲି ଆଖିରେ ଚାହିଁ ରହିଲା। ପୋଡ଼ା କନାମିଶା ରକ୍ତଧାରର ଚିହ୍ନ ତା ମୁଣ୍ଡରେ ବେଶ ପାରି ହେଉଥିଲା। ସେ କେବଳ ଗୋପିଆର ହାତ ଆଡ଼କୁ ହାତ ବଢ଼ାଇ ଆଣିଲା। ଏ ହେଉଛି ଗୋଦାବରୀଶ ମହାପାତ୍ରଙ୍କର ଅତି ମନଛୁଆଁ କ୍ଷୁଦ୍ର ଗଳ୍ପ ଶେଷ ଭକ୍ତ। ଆପଣଙ୍କୁ ଗଳ୍ପଟି କିପରି ଲାଗିଲା ଆପଣମାନଙ୍କର ମତ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ କୁହନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।